ସୁନ୍ଦର ସୁଯୋଗ ଦେଲେ ମୋ କଥା ଶୁଭୁଛି? ମୋ କଥା କ୍ଲିୟର ଶୁଭୁଛି? ଧନ୍ୟବାଦ ଦେଉ ପ୍ରଭୁ ସୁନ୍ଦର ସୁଯୋଗ ଦେଲେ। ଗତକାଲି ରାତିରେ ମୁଁ ପ୍ରାୟତଃ 1:30 ଫେରିଲୁ ତୁଳିସପୁରରେ, ଆମ କଟକ ତୁଳିସପୁରରେ ପ୍ରୋଗ୍ରାମ ଆଜ୍ଞା ତ ବିଦେଶରେ ଅଛନ୍ତି। ଆଉ ମତେ ସୁନ୍ଦର ସୁଯୋଗ ଦେଇଥିବା, କାରଣ ଏ ପ୍ଲାଟଫର୍ମ ବହୁତ ବଡ ପ୍ଲାଟଫର୍ମ ଅଟେ ମୋ ପ୍ରିୟ ମାନେ, କାରଣ ଅନେକ ପ୍ରଭୁଙ୍କର ଦାସ ଦାସୀ, ଅନେକ ଜ୍ଞାନୀ ଗୁଣୀ ସମସ୍ତେ ଏଇ ପ୍ଲାଟଫର୍ମରେ ଜଏନ କରୁଛନ୍ତି। ଆଉ ସେଥିପାଇଁ ଭୟ ଲାଗେ ମତେ ପ୍ରେୟାର, ନାଇଟ୍ ପ୍ରେୟାର ଅନେକ ଥର ବାକ୍ୟ ରହିଛି, କିନ୍ତୁ ମର୍ଣ୍ଣିଂ ପ୍ରେୟାର ନାମ ଧନ୍ୟବାଦ ଦିଏ। ଆପଣ ଯେତେ ଜଣ ଜଏନ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରତ୍ୟେକ ପ୍ରଣାମ ନମସ୍କାର। ସାନ ମାନଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ମାନେ ସମୟ ବିଳମ୍ବ କରିବା ନାହିଁ, ବାକ୍ୟ ମଧ୍ୟରେ ଯିବା। ଅଳ୍ପ ସମୟ ମାନେ ପ୍ରଭୁଙ୍କ ବାକ୍ୟ ମଧ୍ୟରେ ଯିବା ପୂର୍ବରୁ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ତୁମର ଧନ୍ୟବାଦ କରୁଛୁ, ଗୌରବ କରୁଛୁ। ବାକ୍ୟଦାତା ପରମେଶ୍ୱର, ତୁମେ ତ ସ୍ୱୟଂ ବାକ୍ୟ ଅଟ। ମୋର କୌଣସି ଯୋଗ୍ୟତା ନାହିଁ ପ୍ରଭୁ ତୁମର ବାକ୍ୟ ମୁଖରେ ଉଚ୍ଚାରଣ କରିବା ପାଇଁ। ପ୍ରଭୁ ତୁମେ ମନୋନୀତ କଲ, ଧନ୍ୟବାଦ କରୁଅଛି ପ୍ରଭୁ। ମୋ କେବଳ ଉଚ୍ଚାରଣ କରୁ ରାଜା, ତୁମର ବାକ୍ୟ ତୁମେ ପ୍ରଦାନ କର। ଆମେ ଯେତେ ଜଣ ଜଏନ କରିଛୁ, ଯେଉଁମାନେ ଜଏନ କରିପାରୁନାହାନ୍ତି, ପ୍ରତ୍ୟେକ ଆମର ପରିବାରକୁ ତୁମ ସ୍ଥିର କରୁଛି ରାଜା। ତୁମେ ଆମ ସହିତ ପ୍ରଭୁ, ତୁମେ ବକ୍ତା ଭାବରେ କାର୍ଯ୍ୟ କର ପ୍ରଭୁ, ତୁମେ ଦୟା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରିୟମାନେ, ଅଳ୍ପ ସମୟ କେମିତି ଯିବା। ଆମେ ସମସ୍ତେ ଅପେକ୍ଷା କରିଛୁ ଯୀଶୁଙ୍କର ଦ୍ୱିତୀୟ ଆଗମନକୁ। ଦୁଃଖର ବିଷୟ, ମୋ ଦେଶର ଲୋକମାନେ, ମୋ ରାଜ୍ୟର ଲୋକମାନେ, ମୋ ଅଞ୍ଚଳର ଲୋକମାନେ ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କର ପ୍ରଥମ ଆଗମନର ସମ୍ବାଦ ମଧ୍ୟ ପାଇନାହାନ୍ତି। କାରଣ ଆମେ ଅପେକ୍ଷା କରିଛୁ ପ୍ରଭୁ ଯୀଶୁଙ୍କର ଦ୍ୱିତୀୟ ଆଗମନକୁ, କିନ୍ତୁ ଦୁଃଖର ବିଷୟ, ମୋ ଦେଶର ଲୋକମାନେ, ମୋ ରାଜ୍ୟର ଲୋକମାନେ, ମୋ ଅଞ୍ଚଳର ଲୋକମାନେ ଏପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କର ପ୍ରଥମ ଆଗମନର ସମ୍ବାଦ ମଧ୍ୟ ପାଇନାହାନ୍ତି। ଆମେ ଖାଲି ଅପେକ୍ଷା କରୁଛୁ ପ୍ରଭୁ ଯୀଶୁ ଆସିବେ, ଆମେ ପରିତ୍ରାଣ ପାଇଯିବା, ତାପରେ ଯାହା ହଉଛି ହଉଥାଉ। କିନ୍ତୁ ମୋ ପ୍ରିୟ ମାନେ, ଏପର୍ଯ୍ୟନ୍ତ ଅନେକ ଜାଗା ଅଛି, ଅନେକ ଅଞ୍ଚଳ ଅଛି, ମୋ ନିଜ ଅଞ୍ଚଳ ମଧ୍ୟ ଅଛି, ପ୍ରଭୁ ଯୀଶୁଙ୍କର ପ୍ରଥମ ଆଗମନର ସମ୍ବାଦ ମଧ୍ୟ ପାଇନାହାନ୍ତି। ଅନେକ କୁହନ୍ତି ପ୍ରଭୁ ଯୀଶୁ ଏ ସ୍ୱର୍ଗରୁ ପୃଥିବୀରୁ ଆସିଥିଲେ ବୋଲି, କିନ୍ତୁ ମୋ ପ୍ରିୟ ମାନେ, କିଏ କହିଲା? ସ୍ୱୟଂ ସତ୍ୟ ଜୀବନ୍ତ ବାସ୍ତବ ପରମେଶ୍ୱର ଯେ ସେ ସ୍ୱର୍ଗରୁ ଆସିଥିଲେ। ମୋ ପ୍ରିୟ ମାନେ, ଅନେକ ଜଣ କହନ୍ତି, କିଏ କହୁଥିଲେ ପୁରୀରୁ ଆସିଥିଲେ, କିଏ କହନ୍ତି କୋଉଠୁ ଆସିଥିଲେ, ଅନେକ କହନ୍ତି ପୃଥିବୀରୁ ଆସିଥିଲେ ବୋଲି କହନ୍ତି ମୋ ପ୍ରିୟ ମାନେ। କିନ୍ତୁ ବହୁତ ଜଣଙ୍କୁ ପଚାରନ୍ତୁ ଦେଖିବେ, ସମସ୍ତେ ଜ୍ଞାନୀ ଗୁଣୀ, ସମସ୍ତେ ବୈଜ୍ଞାନିକ ସମସ୍ତେ କହିବେ ପ୍ରଭୁ ଯୀଶୁ ସ୍ୱର୍ଗରୁ ହିଁ ଆସିଥିଲେ ମୋ ପ୍ରିୟ ମାନେ। ଆମେ ଆଜି ଅଳ୍ପ ସମୟ ସେ ବିଷୟରେ ଆଲୋଚନା କରିବେ। 2000 ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଆସିଥିଲେ। ଆଜି କାହିଁକି ସେ ଆସିବେ ମୋ ପ୍ରିୟ ମାନେ? ଆଜି ସେ କାହିଁକି ଆସିବେ, ସେ ବିଷୟରେ ଆମେ ଅଳ୍ପ ସମୟ ଚିନ୍ତା କରିବା। ମୋ ସହିତ ଆପଣ ମାନେ ଖୋଲିବେ ପ୍ରକାଶିତ ତାର 22 ପର୍ବର 7 ପଦର ସଂଖ୍ୟା ପଢିବା। ପ୍ରଥମଟା ପଢିବା ପ୍ରକାଶିତ ତାର 22 ପର୍ବ 7 ପଦ ପଢିବା। ଏ ଜଣେ ପଢିବାରେ ସାହାଯ୍ୟ କରନ୍ତୁ। ସମସ୍ତ ମୁଖସ୍ଥ ପଦ ପ୍ରକାଶିତ ତାର 22 ପର୍ବର 7 ପଦ। ଦେଖ ଆମେ ଶୀଘ୍ର ଆସୁଅଛୁ, ଯେ ଏହି ପୁସ୍ତକର ଭାବବାଣୀ ସବୁ ପାଳନ କରେ ସେ ଧନ୍ୟ। ଦେଖ ଆମେ ଶୀଘ୍ର ଆସୁଅଛୁ। କି ଆସିପାରେ ମୋ ପ୍ରିୟ ମାନେ? ଏ ପୃଥିବୀରେ ଅନେକ ମାଟିର ତିଆରି, ନଡାର ତିଆରି, ପଥର ତିଆରି, ସବୁ ତିଆରି ପୂଜା କରନ୍ତି ମୋ ପ୍ରିୟ ମାନେ, କିନ୍ତୁ ସେ କହନ୍ତି ଯେ ଜୀବିତ ସେ ଆସନ୍ତି, ଆସିବେ ବୋଲି ଜୀବିତ ଅଛନ୍ତି ମୋ ପ୍ରିୟ ମାନେ। ଆମେ ଅପେକ୍ଷା କରିଛୁ ସେ ଆସିବେ, ସେ ଆସିବେ। ଅନେକ ଜଣ ଭାବନ୍ତି ଆଉ ଆସିବେ ପରା, ଆସୁଛନ୍ତି ପରା। ଆଜି ଏଇଟା ହଉଛି ଆମମାନଙ୍କର ଦ୍ୱିତୀୟ ଆଗମନର ସମ୍ବାଦ ମୋ ପ୍ରିୟ ମାନେ। ଏବେ ବି ଯଦି ଖ୍ରୀଷ୍ଟିଆନ ସେ ପ୍ରଥମ ଆଗମନରେ ଛନ୍ଦି ହେଇକି ରହିଛି, ଦ୍ୱିତୀୟ ଆଗମନ ଅପେକ୍ଷା ପ୍ରଥମ ଆଗମନ ଛନ୍ଦି ରହିଛି, ନିଜ କାର୍ଯ୍ୟରେ, ନିଜ ବ୍ୟସ୍ତତାରେ, ନିଜ ଘର କାମରେ, ନିଜ ବ୍ୟକ୍ତିଗତ କାମରେ, ପିଲାମାନଙ୍କ ଜୀବନ, ଏଇ ସବୁରେ ଯଦି ବ୍ୟସ୍ତ ରହିଛି, ତାହେଲେ ଆଉ କଣ ପ୍ରିୟ ମାନେ, ଆଉ କଣ? ଏବେ ବି ଲୋକ ଖ୍ରୀଷ୍ଟିଆନ କଣ କରୁଛି ନା, ସେଇ ପ୍ରଥମ ଆଗମନର ଛନ୍ଦି ହେଇକି ରହିଯାଇଛି। ଆସିବେ ଆସିବେ, ମତେ ତ 40 ବର୍ଷ ହେଲାଣି, ମତେ ତ 60 ବର୍ଷ ହେଲାଣି, ମତେ 80 ବର୍ଷ ହେଲାଣି, ପୁଣି ଗ୍ରେସ୍ ମାର୍କ ପାଇକି 80 ଟୁ ଅଧିକା ହେଇଗଲାଣି, କେବେ ଆସେ? ଏମିତି ଭାବି 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 ଆଜିକା ଖ୍ରୀଷ୍ଟିଆନ ସବୁ ବ୍ୟସ୍ତ 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 ବ୍ୟସ୍ତ, ଘର କାମ, ନିଜ କାମ, ପରିବାର କାମ, ସବୁ ଏଇଥିରେ ଖାଲି ଛନ୍ଦି ହେଇକି ରହିଯାଇଛି ମୋ ପ୍ରିୟମାନେ। କିନ୍ତୁ ମୋ ପ୍ରିୟମାନେ, ଆଜି ପ୍ରଭୁ ଏଇ କଥା ହେବାକୁ ଇଚ୍ଛା କରନ୍ତି, ସେ 2000 ବର୍ଷ ପୂର୍ବେ ଆସିଥିଲେ,
आज से कहीं आसवे मत मैंने आम अल्प समय वाक्य जा एव्री तार 9 पर्व तार 28 पद पढ़ा एव्री पुस्तक तार 9 पर्व 28 पद पढ़ा ଆଉ ତାହାପରେ ବିଚାର ନିରୂପିତ ଅଛି ସେପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ ବରଂ ଯେଉଁମାନେ ତାହାଙ୍କର ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ମତେ ମାନେ ଆଜି ଆମମାନେ ତାଙ୍କ ଅପେକ୍ଷାରେ ଅଛୁ ସୁନ୍ଦର ଲେଖାଯାଏ ସେମାନେ ପରିତ୍ରାଣ ଦର୍ଶନ ଦେବେ ମାନେ ଲେଖାଯାଏ ଦ୍ୱିତୀୟ ଥର ନାମ ସକାଶେ ନୁହେଁ ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ଅପେକ୍ଷା 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 କରିବାକୁ ପଡିବ ଯେଉଁମାନେ ତାହାଙ୍କ ଅପେକ୍ଷା କରନ୍ତି ସେମାନଙ୍କୁ ସେ ପରିତ୍ରାଣ ଦେବା ନିମନ୍ତେ ଆସୁଅଛନ୍ତି ବର୍ତ୍ତମାନ ବହୁତ ବଡ ଇମ୍ପୋର୍ଟାଣ୍ଟ ବିଷୟ ଅଟେ ବର୍ତ୍ତମାନ ଆଜି ଆମମାନଙ୍କ ଜୀବନ ଆମମାନଙ୍କ ପାରିବାରିକ ଜୀବନ ଆମମାନଙ୍କ ମଣ୍ଡଳିକ ଜୀବନ ଆମେ ସଦା ଯୀଶୁଙ୍କର ସେଇ ଦ୍ୱିତୀୟ ଆଗମନ ଅପେକ୍ଷାରେ ଅଛି ନା ନାହିଁ ବର୍ତ୍ତମାନ ଆଜି ବି ଖ୍ରୀଷ୍ଟିଆନ ତାର ସବ ଧନ୍ଦା ମାତି ସବ ଆସିବେ 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 ହୋଇ ରହିଛି ବର୍ତ୍ତମାନ ଦେଖିବେ ଅନେକ ଲୋକମାନେ ଆଜି ଏତେ ଜଞ୍ଜାଳ ବ୍ୟସ୍ତ ଭିତରେ ରହି ଆଜି ପ୍ରଭୁଙ୍କର ଅପେକ୍ଷାକୁ ଭୁଲି ଯାଇଛନ୍ତି ବର୍ତ୍ତମାନ କିନ୍ତୁ ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି ବର୍ତ୍ତମାନ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ଏଇଥିପାଇଁ ସେ ଆସୁଛନ୍ତି ସେ ତାଙ୍କର ଦର୍ଶନ ପାଇବେ ବର୍ତ୍ତମାନ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ବର୍ତ୍ତମାନ ଆଜି ଆମମାନଙ୍କ ଜୀବନକୁ ଆମମାନଙ୍କ ପାରିବାରିକ ଜୀବନକୁ ମାଣ୍ଡଳିକ ଜୀବନକୁ ପ୍ରଭୁ ଯୀଶୁଙ୍କର ଅପେକ୍ଷାରେ ରହିବାକୁ ପଡିବ ବର୍ତ୍ତମାନ ଯଦି ନ ରହିବା ଦିନ ଆସିବ ଆମମାନେ କୋଉଠି ଥିବା ଅନେକ ଜଣ ପରିତ୍ରାଣ ପାଇ ଚାଲିଯିବେ ମୁଁ କହୁଥିଲି ଆମେ କାଲି ପରିତ୍ରାଣ ପାଇବା କେତେବେଳେ ପାଇବା ଅପେକ୍ଷା କରିବାକୁ ପଡିବ ଆଜି ମନୁଷ୍ୟ ଜୀବନ ଖ୍ରୀଷ୍ଟୀୟ ଜୀବନ ପ୍ରଭୁଙ୍କର ଅପେକ୍ଷାରେ ଅଛି ତ ଆମମାନଙ୍କ ଜୀବନ ଆମମାନଙ୍କ ମୋ ଜୀବନ ଆପଣମାନଙ୍କ ଜୀବନ ସବ ଖ୍ରୀଷ୍ଟ ଜୀବନ ଆଜି ପ୍ରଭୁଙ୍କର ଅପେକ୍ଷାରେ ଅଛି ତ ଇନ୍ଦ୍ରେନ୍ଦ୍ର ଲେଖାଯାଏ ଆଉ ତାଙ୍କର ବିଚାର ନିରୂପିତ ଅଛି ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ ବରଂ ଯେଉଁମାନେ କୌଣସି ଜାତି ଧର୍ମ ଲେଖା ହେଇନି ମାନେ ଯେଉଁମାନେ ତାଙ୍କ ଅପେକ୍ଷା କରିବେ ସେ ପରିତ୍ରାଣ ନିମନ୍ତେ ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ ବୋଲି ଦେଖାଯାଏ ଆଜି ଆମଙ୍କ ଜୀବନକୁ ପ୍ରଭୁଙ୍କର ଅପେକ୍ଷା କରିବାକୁ ଅପେକ୍ଷାର ସହିତ ରହିବାର ଅଛି ବର୍ତ୍ତମାନ ଯଦି ଆଜି ଆମେ ପ୍ରଭୁଙ୍କ ଅପେକ୍ଷା ଆସିବେ କେବେ ଆସିବେ କେମିତି ଆସିବେ କି ଆଉ ଏତେ ବର୍ଷ ହେଇଗଲାଣି ଏତେ ପୁରୁଣା ଖ୍ରୀଷ୍ଟିଆନ ଆମେ ହେଇଗଲୁଣୁ ଯଦି ଏମିତି ରହିଯାଇଥିବା ତାହେଲେ ଆମମାନଙ୍କ ଜୀବନ ସେ ସମୟ କଣ ହେବ ସେ ଆସୁଅଛନ୍ତି ବର୍ତ୍ତମାନ ଦେଖ ଆମେ ଶୀଘ୍ର ଆସୁଅଛୁ ତାଙ୍କର ପ୍ରତିଜ୍ଞା ଅଟଳ ଅଟେ ବର୍ତ୍ତମାନ ସେ ଯାହା କୁହନ୍ତି ତାହା କରନ୍ତି ତାଙ୍କର ପ୍ରତିଜ୍ଞା ଅଟଳ ଅଟେ ବର୍ତ୍ତମାନ ଯେଉଁମାନେ ଅପେକ୍ଷାରେ ଥିବେ ସେମାନେ ଦର୍ଶନ ପାଇବେ ପରିତ୍ରାଣ ପାଇବେ ଏଇଥିପାଇଁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆସୁଛନ୍ତି ଦେଖ ଆମେ ଶୀଘ୍ର ଆସୁଅଛୁ ଏ ଦିନ ଆମମାନଙ୍କ ଜୀବନକୁ ପ୍ରଭୁଙ୍କ ସହିତ ରହିବାର ଅଛି ପ୍ରଭୁଙ୍କୁ ଅପେକ୍ଷା ସହିତ ରହିବାର ଅଛି ବର୍ତ୍ତମାନ ପ୍ରଭୁ ଆସୁଛନ୍ତି ବର୍ତ୍ତମାନ ଆମମାନଙ୍କୁ ପରିତ୍ରାଣ ଦର୍ଶନ ଦେବେ ଯେଉଁମାନେ ତାଙ୍କ ଅପେକ୍ଷାରେ ଥିବେ ସେମାନେ କେବଳ ଦର୍ଶନ ପାଇବେ ପରିତ୍ରାଣ ପାଇବେ ଆଉ ସ୍ୱର୍ଗକୁ ନଥିବ ତାହେଲେ ଆମେ ଏଇଠି ରହିଯିବ ବର୍ତ୍ତମାନ ତେଣୁକରି ପ୍ରଭୁ ଆଜି ଏଇ କଥା କହିବାକୁ ଦେଖ ଆମେ ଶୀଘ୍ର ଆସୁଅଛୁ ଯେଉଁମାନେ ଅପେକ୍ଷାରେ ଥିବେ ଆମେ ତାଙ୍କୁ ପରିତ୍ରାଣ ନିମନ୍ତେ ଦର୍ଶନ ଦେବା ଦ୍ୱିତୀୟ ଦେଖିବା ସେ କାହିଁକି ଆସୁଅଛନ୍ତି ମୋ ସହିତ ଆପଣମାନେ ଖୋଲନ୍ତୁ 1 କରିନ୍ଥିୟ ତାର 4 ପର୍ବ 5 ପଦ 1 କରିନ୍ଥିୟ ତାର 4 ପର୍ବ 5 ପଦ ତେଣୁ ସମୟର ପୂର୍ବେ ପ୍ରଭୁଙ୍କର ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କରୁନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟ ଗୁଡିକ ଆଲୋକରେ ଦେଖାଇବେ ପୁଣି ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କ ଠାରୁ ପ୍ରଶଂସା ପାଇବ ସେ ଅନ୍ଧକାରର ଗୁପ୍ତ ବିଷୟକୁ ଆଲୋକରେ ପରିଣତ କରିବା ପାଇଁ ଆସିଅଛନ୍ତି ବର୍ତ୍ତମାନ ଆଜି ମୋର ଜୀବନ ମୋ ପାରିବାରିକ ଜୀବନ ବ୍ୟକ୍ତିଗତ ଜୀବନ ମାଣ୍ଡଳିକ ଜୀବନ ଆଜି ଅନ୍ଧକାର ବିଷୟ ଯଦି ଅଛି ତାହେଲେ କାଢିକି ଫୋପାଡ଼ିବାର ସମୟ ଅଛି ଏବେ ସୁଯୋଗ ମିଳୁଛି ମୋ ପ୍ରିୟମାନେ ଯଦି ସୁଯୋଗର ସଦ୍ବ୍ୟବହାର ନ କରିବା ହୁଏତ ଅନ୍ଧକାରକୁ ଧରି ଆମମାନେ ସେ ସମୟରେ ପଡିଯାଇଛି ଆମ ସେ ଆସୁଅଛନ୍ତି ଅନ୍ଧକାରକୁ ଆଲୋକରେ ପରିଣତ କରିବା ପାଇଁ ଏବେ ବି ଖ୍ରୀଷ୍ଟିଆନ ଗୋଟେ କଥା କହୁଛି
अंधकार आलोक समान है बोली कुछ प्रभु जी तेरे सामने अंधकार और उजाला दोनों समान है प्रभु जी बोली कुछ नाई म प्रिय माने अंधकार आलोक अलगा भिन्न अटे ता समय आपण माने जानि वाक्य रे कह जाए अंधकार आलोक भिन्न अटे म प्रिय माने एइथिपाई से आसुଛନ୍ତି ଆଜି अंधकार ଯଦି ଜୀବନରେ ଅଛି ତାହେଲେ ଆମମାନଙ୍କୁ କାଢିକି ଫୋପାଡ଼ିବାର ଅଛି କାରଣ ସେ ଆସୁଛନ୍ତି ତା ଆଲୋକରେ ପରିଣତ କରିବେ ମଧ୍ୟ अंधकार उजाला दोनों समान हे प्रभु जी बोली चिल्लाउछन् अपन नाइ म प्रभुने केबे भी नुह अंधकार को आलोकरे परिणत କରିବା ପାଇଁ ଏଇଥିପାଇଁ ସେ ଆସୁଛନ୍ତି ମଧ୍ୟ ଯେଉଁମାନେ ଅପେକ୍ଷାରେ ଅଛନ୍ତି ତାଙ୍କୁ ସେ ଦର୍ଶନ ଦେବେ ପରିତ୍ରାଣ ଦର୍ଶନ ଦେବେ ପୁଣି अंधकार विषयକୁ आलोकरे परिणत କରିବା ପାଇଁ ଆସନ୍ତି ଆଜି ଆଜି ଜନ ଜୀବନରେ ପାରିବାରିକ ଜୀବନ ମାନବିକ ଜୀବନ अंधकार विषय ଅଛି ଗୁପ୍ତ ବିଷୟ ଅଛି ତାକୁ କାଢିକି ଫୋପାଡ଼ିବାର ଅଛି ମଧ୍ୟ सुंदर लिखा जाए तेणु समय पूर्वे प्रभु को न आसिया पर्यंत कौन विषय विचार कर नहीं ए सब धरी धरी विचार कर खाली आसबि आसबि अंधकार विषय अनेक लोक मैंने आज अंधकार भीतर रही जाए आम जीवन से प्रकार थाए किसी विषय थाए अंधकार विषय थाए ताले आम को काढ़ी की फोपाड़ियार अच्छी हृदय संकल्प समस्त प्रकाश करेंगे और से प्रत्येक जन ईश्वर प्रशंसा पाइब आम माने सब विषय को फोपाड़िया अंधकार विषय को ताले आम जीवन में प्रशंसा पाइब आज आज किसी विषय रही जाए कि छोट छोट विषय रही जाए आज यहाँ छोट विषय कौन अच्छी ये करदे चलो अनेक लोग छोट टी करदे नाई मत मैंने सब विषय को प्रभु बाहर करने आसुच्च अंधकार सब टी निकी विषय को से बाहर करने आसुच्च एबे भी यदि क्रिश्चियन से विषय अंधकार विषय को धरी घांटी होची गोले होतो ताले समय अच्छी मतलब आज प्रभु ये कथा कहना चाहती आम जीवन अंधकार विषय को बाहर कर फोपाड़ी अच्छी कारण से आसुच्च मतलब आलोक परिणत करने अंधकार विषय को आलोक परिणत करने से आसुच्च मतलब आम जीवन किसी विषय रही अंधकार विषय काढ़ी फोपाड़ियार समय अच्छी मतलब तृतीय देखा प्रथम करंथियो 15 पर्व 52 पद किंतु एक मुहूर्त रे चक्षुर पलकरे शेष तुरी ध्वनि रे आंभे माने समस्त परिवर्तित हेबा कारण तुरी बाजिबो अमृत माने अक्षय होई उचित हेबे पुणी आंभे माने परिवर्तित हेबा शरीर को एक अक्षयता रूप देवाई आसुच्च जो मैंने अपेक्षा थे परित्राण दर्शन पाइबे अंधकार को आलोक परिणत करने आसुच्च पुणी एक शरीर आम जो चिंता करुचु ए शरीर आम जो जत्न करुचु ए शरीर दिने क्षय पाइब मो प्रिय माने ए शरीर दिने क्षय पाइब ए शरीर को किंतु प्रभु आम को शरीर को अक्षयता देवाई चाहती मतलब पेरिशेबल बॉडी को एक एम्पेरिशेबल बॉडी करने इच्छा प्रकाश करती मतलब आज आम शरीर को केते कौन कर किंतु मतलब शरीर दिन क्षय पाइब ए शरीर को से अक्षयता देवाई आसुच्च ये आसुच्च आज देखिए आज अनेक लोक मैंने शरीर पर चिंता करी हालिया हो गले शरीर केमती सुंदर करूँ शरीर कौन करूँ शरीर ए सब किंतु प्रभु सहित केते जन आनंद अच्छी आज प्रभु सहित आम केते जन जीवन मानविक जीवन देखो सब क्षेत्र देखो सब विषय सहमति व्यस्त किंतु शरीर पर सब आम कर शरीर सब चिंता कर शरीर केमती सुंदर गठन ये सब किंतु शरीर क्षय पाइब ए विषय आम चिंता करूँ किंतु आम परमेश्वर या कहती ए प्रिय माने ए मोर भाई भौणी मैंने ए मोर प्रिय दास दासी मुझे तुम शरीर को दिने अक्षयता देवाई आसुच्छी आम शरीर को शुचि पवित्र कर रखार अच्छी मो प्रिय आज आम शरीर शुचि पवित्र अच्छी कि प्रभु आसुच्च से आसवे ए शरीर को एक अक्षयता देवाई आसुच्च ए शरीर क्षय पाइब नहीं एक शरीर अक्षयतार उठिब मुख्य मैंने प्रभु जीशु ये आसुच्च जो मैंने अपेक्षा आसुवे से परित्राण दर्शन पाइबे पुणी अंधकार को आलोक परिणत करने आसुच्च पुणी मो प्रिय मैंने एक क्षय शरीर को अक्षयता देवाई से आसुच्च मैंने शेष पढ़ आउ पद पढ़ा अच्छी
ରୋମି ତାର 14 ପର୍ବ 12 ପଦ ପଢିବା କଣ ଲେଖା ଅଛି? ଅତେବେ ଆମମାନଙ୍କ ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କର ଛାମରେ ନିଜ ନିଜର ହିସାବ ଦେବାକୁ ହେବ। ହାଲେଲୁୟା। ବହୁତ ବଡ ବିଷୟ ମୋ ପ୍ରିୟ ମାନେ, ବହୁତ ବଡ ବିଷୟ। ଏଇଥିପାଇଁ ସେ ଆସୁଛନ୍ତି ମୋ ମାନେ ବିଚାର କରିବେ ମୋ ପ୍ରିୟ ମାନେ, ଆମମାନଙ୍କ ଜୀବନ ଆମମାନଙ୍କୁ କରିଥିବା କର୍ମ ଅନୁସାରେ ଆମମାନଙ୍କୁ ଫଳ ଦେବା ପାଇଁ ଆସୁଅଛି ମୋ ପ୍ରିୟ ମାନେ, ହିସାବ ଦେବାକୁ ପଡିବ। ଆମମାନେ, ମୁଁ ଯେତେବେଳେ ଛୋଟ ଥିଲି ଗୋଟେ ଗୀତ ଗାଉଥିଲି ମୋ ପ୍ରିୟ ମାନେ, ଥରେ କହିଥିଲି ନାଇଟ୍ ପ୍ରେୟାରରେ, ଆଜି ମନେ ମତେ କହୁଛି, ଆସିଛି ଏକା ଗୀତ ଅଛି ଓଡିଆର, ସେ ସିନେମାରେ ସେ ଗୀତଟା ଅଛି, ଆସିଛି ଏକା ଯିବି ମୁଁ ଏକା ବୋଲି ସେ ଗୀତଟା ଅଛି। ମୁଁ କଣ ହଉଥିଲା, ମୁଁ ଗୀତ ଗାଉଥିଲି ଆଉ ଛୋଟବେଳେ ସ୍କୁଲ ଯାଉଥିଲି ସେ ସମୟ ଗୀତ ଗାଉଥିଲି, ଆସିଛି ଏକା କଣ ମନେ ଲାଗି ଜାଣି, ଆସିଛି ଏକା ଯିବିନି ଏକା ବୋଲି ଗାଉଥିଲି। ଆଉ ମୋର ଆଈ ଆମ ଘର ପାଖରେ ଥିଲେ, ଜଣେ ଆଈ ଥିଲେ, ଆଉ ସେ କହିଲେ ଆରେ ରେ କଣ ଗୀତ ଗାଉଛି ନାତିଆ, ଆଉ ଆସିଛି ଏକା ଯିବିନି ଏକା କାହାକୁ ନେଇକି ଯିବୁ ରେ କହୁଥିଲେ। ଆଉ ମୁଁ ବଡ ହେଲି ଆଉ ବାକ୍ୟ ଟିକେ ଟିକେ ଶିଖିଲି ଆଉ ଜାଣିଲି। ମୁଁ ଯେତେବେଳେ ସେ ଛୋଟବେଳେ ଯୋଉ ଗୀତ ଗାଉଥିଲି ମୁଁ ଠିକ ଗାଉଥିଲି ବୋଲି କହିଲି, ଆସିଛି ଏକା ଯିବିନି ଏକା। ସମସ୍ତେ କହନ୍ତି ଆସିଛି ଖାଲି ହାତରେ ଯିବୁ ବୋଲି। ନାହିଁ ମୋ ପ୍ରିୟ ମାନେ, ଆମମାନଙ୍କର କର୍ମ ଅନୁସାରେ ହିସାବ ଦେବାକୁ ପଡିବ। ଆମକୁ ପ୍ରଭୁ ଯୋଉ ତଡା ଦେଇଛନ୍ତି, ମିକାଲ ଭାଇ ତୁମେ 51 ବର୍ଷ ବଞ୍ଚିଲ, 60 ବର୍ଷ ବଞ୍ଚିଲ, 50 ଯେତେ ବର୍ଷ ପ୍ରଭୁ ବଞ୍ଚିଛନ୍ତି, ସିଏ ବି ହଉ ଆମେ ଯେତେ ବର୍ଷ ବଞ୍ଚିଛୁ, ସବୁର ହିସାବ ଦେବାକୁ ପଡିବ ମୋ ପ୍ରିୟ ମାନେ। ସବୁର ଗୋଟିଏ ଗୋଟେ ଆମମାନଙ୍କୁ ପ୍ରଭୁ ଏ ଧରା ପୃଷ୍ଠରେ ମାହାଳି ଆଣିକି ପଠେଇନାହାନ୍ତି, ଶିଖିବା ପାଇଁ ପଠେଇନାହାନ୍ତି ମୋ ପ୍ରିୟ ମାନେ। ଆମମାନଙ୍କୁ ଯୋଉ ତୋଳା ଦିଆହେଇକି ପଠାଇଛି, ହୁଏତ ଆମେ ଆଉ କୋଉ ଜନ୍ମ ହେଇଥିଲେ ଭଲ ହେଇଥାନ୍ତେ, କାହିଁକି ଆମକୁ ପ୍ରଭୁଙ୍କ ପରିଚୟରେ ଆମକୁ ଜନ୍ମ ଦେଲେ ମୋ ପ୍ରିୟ ମାନେ। ଏଇଥିପାଇଁ ସେ ଆସୁଅଛନ୍ତି ବିଚାର କରି। ଆଜି ଅନେକ ଜଣ ଡେ 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 ପାଳନ ଚାଲିଛି, ଅନେକ ପ୍ରକାର ଡେ ଅଛି ମୋ ପ୍ରିୟ ମାନେ, ସେଟା ଗୋଟେ ବାକ୍ୟ ଅଛି ଭଳିଆ, ଅନେକ ପ୍ରକାର ଡେ ଅଛି ମୋ ପ୍ରିୟ ମାନେ। ଆମେ ସମସ୍ତେ ଡେ ପାଳନ କରୁଛୁ, କିନ୍ତୁ ବିଚାର ଡେ ଅଛି ବୋଲି ଆମେ ଆଜି ଭୁଲି ଯାଇଛୁ। ଗୋଟେ ଦିନ ଆସୁଅଛି ଆମମାନଙ୍କ କର୍ମ, ସୁନ୍ଦର ଲେଖାଯାଏ ମୋ ପ୍ରିୟ ମାନେ, ବହୁତ ବଢିଆ ଲାଗେ। ଅତଏବ ଆମ୍ଭ ମାନଙ୍କର ପ୍ରତ୍ୟେକ ଜଣଙ୍କୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ হবে ମୋ ପ୍ରିୟ ମାନେ। ଏଇଥିପାଇଁ ସେ ଆସୁଛନ୍ତି ବିଚାର ଦିନ ଆସିବ, ବିଚାର କରିବେ ମୋ ପ୍ରିୟ ମାନେ, ବିଚାର କରି ପ୍ରତ୍ୟେକ ଜଣଙ୍କୁ ଲେଖାଯାଏ। ଆମ କାହାକୁ ବି ଛଡା ହବ ନାହିଁ। ଆମମାନଙ୍କ ପ୍ରତ୍ୟେକ ଜଣଙ୍କୁ ଈଶ୍ୱରଙ୍କ ଛାମୁରେ ଆମମାନଙ୍କୁ ଯେଉଁ କର୍ମ ଆମେ ଯାହା କିଛି ଏଇଠି ରୋଜଗାର କରିଥିବା ଆମମାନଙ୍କୁ ସେ ଦେଖିବାର ଅଛି ମୋ ପ୍ରିୟ ମାନେ। ଅନେକ ଜଣ କହନ୍ତି ହଁ ମୁଁ ଆସିଛି କିଛି ନାହିଁ, କିଛି ନାହିଁ, ମୁଁ ଜାଣିନି ଏଟା ଠିକ କି ଭୁଲ। ମୁଁ ମୋ ବିଚାର ମୁଁ ଜାଣିଛି, ମତେ ହିସାବ ଦିନ ଦେବାକୁ ପଡିବ, ମତେ ହିସାବ ଦିନ ଦେବାକୁ ପଡିବ। ମୋ ଯୋଉ ଯେତେ ଦିନ ପ୍ରଭୁ ମତେ ପ୍ରଭୁଙ୍କ ପରିଚୟ ରଖିଛନ୍ତି, ପ୍ରଭୁଙ୍କ ଏଇ ଧରା ପୃଥିବୀ ରଖିଛନ୍ତି, ଦିନେ ଦିନ ଆସିବ ମୋର ସମସ୍ତ ବିଚାର ହବ। ଆଉ ମୁଁ ସେଦିନ ଗୋଟି 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 ପୁସ୍ତକ ଗୋଟା ହବ, ଗୋଟି ଗୋଟେ 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 ସବୁର ହିସାବ ଦେବାକୁ ପଡିବ ମୋ ମାନେ। ସୁନ୍ଦର ଲେଖାଯାଏ ଆମ ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହବ। ଅନେକ ଜଣ କହନ୍ତି ହଁ ସେ ଆଲେକ୍ସାଣ୍ଡର କଥା କହନ୍ତି, ସମସ୍ତେ କହନ୍ତି ଖାଲି ହାତରେ ଏମିତି ହାତକୁ ଓଳେଇକି ଯାଇଥିଲା, ଏମିତି ସବୁ କହନ୍ତି। ମୁଁ ହଁ ଠିକ ହେଇପାରିଥାଏ, ଜ୍ଞାନୀ ବଡ ମାନେ କହୁଛନ୍ତି ହେଇପାରେ, କିନ୍ତୁ ମୋର ଠିକ କି ଭୁଲ ମୁଁ ଜାଣିନାହିଁ ଆଜି ପର୍ଯ୍ୟନ୍ତ ମୋ ପ୍ରିୟ ମାନେ। ମୋ ମତରେ ମୁଁ ସବୁବେଳେ ସେଇଟା ଗୋଟେ କଥା ବିଚାର କରେ, ଆଉ ପ୍ରଭୁ ଆଗମନ ହବ ଆଉ ମୋର ବିଚାର ହବ, ମୋର ମିଖାଲ ତୁମର ବିଚାର ହବ ବୋଲି ମୁଁ ବିଶ୍ୱାସ କରେ ମୋ ପ୍ରିୟ। ତେଣୁକରି ଆମେ ନିଜ ନିଜ କର୍ମ ଅନୁସାରେ ଫଳଦାତା ଅଟନ୍ତି ବୋଲି ଲେଖାଯାଏ ମୋ ପ୍ରିୟ। ଆପଣ ଆପଣ କର୍ମ ଅନୁସାରେ ଫଳଦାତା ପରମେଶ୍ୱର ଅଟନ୍ତି। ଦିନ ଆସିବ ଆମମାନଙ୍କ ବିଚାର ହେବ, ଏଇଥିପାଇଁ ସେ ଆସୁଅଛନ୍ତି ମୋ ପ୍ରିୟ। ପ୍ରଭୁଙ୍କର ଏଇଥିପାଇଁ ସେ ଆସୁଅଛନ୍ତି ମୋ ପ୍ରିୟ। ଆମମାନେ ନିଜ ନିଜ ଜୀବନକୁ ସଜାଡ଼ିବାର ଅଛି। ହୁଏତ ଠିକ ଭୁଲ ମୁଁ ସବୁବେଳେ ଗୋଟେ କଥାକୁ ବାରମ୍ବାର କହୁଛି ଜାଣିନାହିଁ, କିନ୍ତୁ ଆମମାନଙ୍କୁ ନିଜ ନିଜ କର୍ମକୁ ନେଇକି ଆମମାନଙ୍କୁ ଯିବାକୁ ପଡିବ ମୋ ପ୍ରିୟ। ଯଦି ଆମେ ଭଲ କର୍ମ କରିଥିବା ଭଲ ଫଳ ପାଇବା, ଯଦି ଖରାପ କର୍ମ କରିଥିବା ତାହେଲେ ଖରାପ। ସେଦିନ ଯେମିତି ସେ ତୋଡା ଦିଆଯାଇଥିଲା ମୋ ପ୍ରିୟ ମାନେ, ମୁଁ ଜାଣିନି ପ୍ରଭୁ ତୁମେ ଯୋଉଠି ବୁଣି ନଥାଅ କାଟିଥାଅ ଏମିତି କହୁଥିବା, ଜାଣିନି ପ୍ରଭୁ ମୁଁ ଏତେ ପ୍ରଚାର କଲି, ଏତେ ଗୀତ ଗାଉଥିଲି, ଏତେ ସବୁ କରୁଥିଲି, କଣ ହେଲା ମୋର ନାଇଁ, ହଁ ତୁମକୁ ନେଇ ଜାଣତା है କହିଲେ, କାହିଁ ତୋର ତୋଡା କାହିଁ ମିକା, ତୋର ତୋଡା କାହିଁ? ତତେ ଯୋଉ ଏତେ ବର୍ଷ ମୁଁ ତରା ପୃଷ୍ଠ ରଖିଥିଲି, ଏତେ ଲୋକଙ୍କ ଭିତରେ ରଖିଥିଲି, ଏତେ ସବୁ କରିଥିଲି, ଏତେ ଜଣ ଦେଇଥିଲି, ସବୁ ଦେଇଥିଲି, ତୋଡା କାହିଁ? ମତେ ତୋଡା ଦରକାର, ବିଚାର କରିବେ। ଏଇଥିପାଇଁ ସେ ଆସୁଛନ୍ତି ବର୍ତ୍ତମାନ। ଆଜି ଆମମାନଙ୍କ ଜୀବନକୁ ଆମମାନେ କଣ କେମିତି ସଜାଡ଼ିକି ରଖିବାର ଅଛି, ବିଚାର କରିବା ଅଛି। ପ୍ରଭୁ ଆଜି ଏଇ କଥା କହିବାକୁ ଚାହାନ୍ତି, ଆମମାନଙ୍କର କର୍ମ ଅନୁସାରେ ଆମମାନଙ୍କୁ ଫଳ ଦେବେ। ପ୍ରତ୍ୟେକ ଲୋକଙ୍କୁ ସେ ବିଚାର କରିବ, ବିଚାର କରିବେ ବର୍ତ୍ତମାନ। ଆମେ ଯଦି ପଢୁ ମାଥିଉ ତାର 11 ପଦରୁ 20, 11 ପର୍ବ 20 ପଦରୁ 24 ପଦ ପଢିବା। ମାଥିଉ ତାର 11 ପର୍ବ 20 ପଦରୁ 24 ପଦ।
ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଶକ୍ତିର କାର୍ଯ୍ୟ କରାଯାଇଥିଲା ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ ପରିବର୍ତ୍ତନ କରିନଥିଲେ। ହାୟ ଦଣ୍ଡର ପାତ୍ର କୋରାଜିନ୍, ହାୟ ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି ସେସବୁ ଯେବେ ସୋର ଓ ସିଦୋନରେ କରାଯାଇଥାନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାନ୍ତେ। ତଥାପି ମୁଁ ତୁମମାନଙ୍କୁ କହୁଅଛି, ବିଚାର ଦିନରେ ତୁମମାନଙ୍କର ଦଶା ଅପେକ୍ଷା ସୋର ଓ ସିଦୋନର ଦଶା ସହନୀୟ ହେବ। ହାଲେଲୁୟା। ଭୟାନକ ବିଷୟ ଅଟେ ମୋ ପ୍ରଭୁମାନେ, ଶୁଣିଲେ ଜାଣିଲେ ଦେଖିଲେ ସବୁ କଲେ ମୋ ପ୍ରଭୁମାନେ, କିନ୍ତୁ ମନ ପରିବର୍ତ୍ତନ କଲେ ନାହିଁ। ଆଜି ଆମେ ସବୁ ଦେଖୁଛୁ, ସବୁ ଏତେ ବର୍ଷ ଖ୍ରୀଷ୍ଟିଆନ ହେଲୁ, ଆଜି ଅନେକ ବର୍ଷ ଖ୍ରୀଷ୍ଟିଆନ ବୋଲି ବୋଲାଉଛନ୍ତି ଲୋକମାନେ ମୋ ପ୍ରଭୁମାନେ, ଅନେକ ବର୍ଷ ମଣ୍ଡଳୀ ଲୋକମାନେ ଆମେ କୁହନ୍ତି, ଶୁଣିଲେ ଜାଣିଲେ ମନ ପରିବର୍ତ୍ତନ କଲେ ନାହିଁ ମୋ ପ୍ରଭୁମାନେ। ଦେଖନ୍ତୁ ଅବସ୍ଥା କଣ ହେଲା। ସୋର ହାୟ ଦଣ୍ଡର ପାତ୍ର କୋରାଜିନ୍, ହାୟ ଦଣ୍ଡର ପାତ୍ର ବେଥସାଇଦା, କାରଣ ତୁମମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି ସେ ସବୁ ଯେବେ ସୋର ଓ ସଦମରେ କରାଯାଇଥାନ୍ତା, ସେଇ ବିଷୟ ଯଦି ଆମର କଟକ ଜିଲ୍ଲାରେ ହେଇପାରିଥାନ୍ତା, କୋରାପୁଟ ଜିଲ୍ଲାରେ ହେଇପାରିଥାନ୍ତା, କନ୍ଧମାଳ ଜିଲ୍ଲାରେ ହେଇପାରିଥାନ୍ତା, ଆଉ ଯାହା ମାନେ ବହୁତ ଡିଷ୍ଟ୍ରିକ୍ଟ ଆମେ ଜଏନ୍ କରୁଛୁ ସେ ଅଞ୍ଚଳ ମାନଙ୍କରେ ହେଇପାରିଥାନ୍ତା, ହୁଏତ ସେମାନଙ୍କ ଦଣ୍ଡ ଅପେକ୍ଷା ଆମର ଦଣ୍ଡ ଆଜି କଣ ହବ। ତେଣୁକରି ଆମେ ପ୍ରଭୁଙ୍କର ସେଇ ଦିନକୁ ଅପେକ୍ଷା କରିବାକୁ ପଡିବ। ଶୁଣିଲେ ଜାଣିଲେ ମୋ ପ୍ରିୟମାନେ, କୋରାଜିନ୍ ବେଥସାଇଦା ସବୁ କଫରନାଉମ ସବୁଠାରୁ ଯଦି ବେଶୀ ଆଶ୍ଚର୍ଯ୍ୟ କର୍ମ ହେଇଥାଏ ତାହେଲେ କଫରନାଉମ ହେଇଥାଏ। ବେଥସାଇଦା ପିତରଙ୍କ ଗାଁଟି ଅନେକ ଥର ପ୍ରଭୁ ଯାଇଥିଲେ ମୋ ପ୍ରିୟମାନେ, ଅନେକ ଆଶ୍ଚର୍ଯ୍ୟ ସବୁ ଦେଖିଲେ ସବୁ ଜାଣିଲେ, ମନ ପରିବର୍ତ୍ତନ କଲେ ନାହିଁ ମୋ ପ୍ରିୟମାନେ, ଯଦ୍ୱାରା ବିନଷ୍ଟ ହେଇଗଲେ ମୋ ପ୍ରିୟମାନେ, ନଷ୍ଟ ହେଇଗଲା। ଆଜି ଆମମାନଙ୍କ ଜୀବନ ଆମମାନଙ୍କ ଅଞ୍ଚଳ ପାଇଁ ଆମେ କଣ କରୁଛୁ ମୋ ପ୍ରିୟମାନେ? ମାନେ ଖାଲି ଖ୍ରୀଷ୍ଟିଆନ 200 ଏତେ ବର୍ଷର ଖ୍ରୀଷ୍ଟିଆନ ବୋଲି କହୁଛନ୍ତି, 200 ବର୍ଷ 150 ବର୍ଷ 100 ବର୍ଷ 70 ବର୍ଷ ଏତେ ବର୍ଷ ଶୁଣିଲେ ଜାଣିଲେ ଆଜି ଅନେକ ଲୋକମାନେ ଅନ୍ଧକାର ଭିତରେ ଅଛନ୍ତି ବର୍ତ୍ତମାନ। ଆମର ଖ୍ରୀଷ୍ଟିଆନ ଲୋକମାନଙ୍କ କଥା କହୁଛି ବର୍ତ୍ତମାନ, ଅନ୍ଧକାର ଭିତରେ ଅଛନ୍ତି, ସବୁ ଜାଣୁଛନ୍ତି, କିନ୍ତୁ ଦିନ ଆସିବ ସେ ବିଚାର ଦିନ ହବ, ସେଦିନ ଆମମାନଙ୍କ ଜୀବନ ନଷ୍ଟ ହେଇଯିବ ବର୍ତ୍ତମାନ। ସଦମ ସେପରି ସଦମ ଆମର ମଧ୍ୟରେ ଥିଲା, ଦୁଃଖ ପାଇଥିଲା, କିଛି ସବୁ ନଷ୍ଟ ହେଇଥିଲା ବର୍ତ୍ତମାନ। ସେପରି କୋରାଜିନ୍ ବେଥସାଇଦା କଫରନାଉମ ସବୁ ଶୁଣିଲେ ଜାଣିଲେ ସବୁ ନଷ୍ଟ ହେଇଗଲା ମୋ ପ୍ରିୟମାନେ, ସବୁ ନଷ୍ଟ ହେଇଗଲା। ସଦମ ମଧ୍ୟ କେହି ବାଦ ପଡିନାହିଁ, ସବୁ ନଷ୍ଟ ହେଇଗଲା। ଆଜି ପ୍ରଭୁ ଏଇ କଥା କହିବାକୁ ଚାହାନ୍ତି ମୋ ପ୍ରିୟମାନେ, ମାନେ ଶୁଣୁ ଶୁଣୁ ଜାଣୁ ଜାଣୁ ଦେଖୁ ଦେଖୁ ଚାକୁ ଚାକୁ ଯଦି ନ ପରିଚୟ ପାଇବା, ହୁଏତ ସେଦିନ ସଦମ ଗମୋରା ଅର୍ଥାତ୍ କୋରାଜିନ୍ ବେଥସାଇଦା କଫରନାଉମ ପରି ଆମମାନଙ୍କ ଜୀବନ ହେଇଯିବ। ସବୁ ଦେଖୁଥିଲେ ଆଶ୍ଚର୍ଯ୍ୟ, ବେଥସାଇଦା କଫରନାଉମ ସବୁଠାରୁ ଅଧିକ କାର୍ଯ୍ୟ ହେଇଥିଲା, ସବୁଠାରୁ ବେଶୀ ସବୁ ଦେଖିଲେ ସବୁ ଜାଣିଲେ। ସେଦିନ ପ୍ରଭୁଙ୍କ ସହିତ ରହିଲା, ସବୁ ଦେଖିଲା ସବୁ ଜାଣିଲା, ସବୁ ଦେଖୁଥିଲା, ଦ୍ରୁତ ଚଳୁଥିଲା, ପ୍ରାର୍ଥନା କରୁଥିଲା, ସବୁ ଆଶ୍ଚର୍ଯ୍ୟ ଗ୍ରହଣ କରୁଥିଲା, ସବୁ ସବୁଠାରୁ ଜ୍ଞାନୀ ବ୍ୟକ୍ତି ଥିଲା ମୋ ପ୍ରିୟ, କିନ୍ତୁ ଅନ୍ଧକାରକୁ ଛାଡି ପାରିଲାନି ମୋ ପ୍ରିୟ, ତା ଜୀବନରେ ଥିବା ଅନ୍ଧକାରକୁ ସେ ଛାଡି ପାରିଲାନି ମୋ ପ୍ରିୟ, ଯଦ୍ୱାରା ତାର ବିନଷ୍ଟ ହେଲା ମୋ ପ୍ରିୟ। ଆଜି ଆମେ ଯଦି ସେ ଅନ୍ଧକାରକୁ ଦେଇକି ଧରିଥିବା, ଚାପିକି ଧରିଥିବା, ମୁଠା ହାତ ରଖିଥିବା ମୋ ପ୍ରିୟ, ହୁଏତ ପ୍ରଭୁଙ୍କର ଆଗମନ ସମୟରେ ଆମର ଜୀବନ କଣ ହେବ? ଆମଙ୍କ ଜୀବନ ଆଜି କୋରାଜିନ୍ ପରି ନ ହଉ, ଆମଙ୍କ ଅଞ୍ଚଳ ଆଜି ବେଥସାଇଦା ପରି ନ ହଉ, ଆମଙ୍କ ଆଜି ପରିବାର ଆମ ଅଞ୍ଚଳ ଆଜି କଫରନାଉମ ପରି ନ ହଉ ମୋ ପ୍ରିୟ। ପ୍ରଭୁ ସେ ଆସିବେ, ସେ ବିଚାର କରିବେ ମୋ ପ୍ରିୟ, ସେ ଏଇଥିପାଇଁ ଆସୁଅଛନ୍ତି, ସେ ବିଚାର କରିବା ପାଇଁ ଆସୁଅଛନ୍ତି ମୋ ପ୍ରିୟ। ସେ ଆସୁଅଛନ୍ତି, ସେ ଯୋଉମାନେ ଅପେକ୍ଷାରେ ଥିବେ ତାଙ୍କୁ ସେ ଦର୍ଶନ ଦେବେ, ଆଉ ସେମାନଙ୍କ ସହିତ ଯିବେ, ଆଉ ପୁଣି ଅନ୍ଧକାର ବିଷୟକୁ ଆଲୋକରେ ପରିଣତ କରିବା ପାଇଁ ଆସୁଅଛନ୍ତି ବର୍ତ୍ତମାନ। ପୁଣି ଆମମାନଙ୍କୁ ଏଇ ଶରୀର ପାଇଁ ଯୋଉ ଚିନ୍ତା କରୁଛୁ, ଏ କ୍ଷୟ ଶରୀରକୁ ଆମମାନଙ୍କୁ ଅକ୍ଷୟତା ଦେବା ପାଇଁ ଆସୁଅଛନ୍ତି ବର୍ତ୍ତମାନ। ଆମେ ପ୍ରସ୍ତୁତ ରହିବାର ଅଛି, ପ୍ରଭୁଙ୍କ ସହିତ ରହିବାର ଅଛି। ଆମେ ରହିବା ସହିତ ଆମମାନଙ୍କ ପରିବାରକୁ ମଧ୍ୟ ପ୍ରଭୁଙ୍କ ସହିତ ରଖିବାର ଅଛି। ମୁଁ ଚାଲିଯିବି, ଯଦି ମୋ ସ୍ତ୍ରୀ ଜଣ ଯାଇପାରିବ, ମୋ ପିଲାମାନେ ନ ଯାଇପାରିବେ, ଯଦି ମୋ ପିଲାମାନେ ଯିବାରି ମୁଁ ନ ଯାଇପାରୁଥିବି, ଏସବୁ କିନ୍ତୁ ସମସ୍ତେ ଆମେ ପ୍ରଭୁଙ୍କ ସହିତ ରହିବା ଅଛି। ପରିବାରକୁ ଏକ ଈଶ୍ୱରୀୟ ପରିବାର ପରେ ଈଶ୍ୱରଙ୍କ ସହିତ ସଂଲଗ୍ନ ରଖିବାର ଅଛି ବର୍ତ୍ତମାନ। ଆଜି ଅନେକ ଲୋକମାନେ ନିଜେ ମଧ୍ୟ ପ୍ରଭୁଙ୍କ ସହିତ ରହନ୍ତିନି, ଆପଣ ପରିବାରକୁ ମଧ୍ୟ ଆଜି ପ୍ରଭୁଙ୍କ ସହିତ ରଖିନାହାନ୍ତି ବର୍ତ୍ତମାନ, ଯଦ୍ୱାରା ଆଗମନ ସମୟରେ ସେମାନେ କଣ ହେବ? ଏଇ କଥା ପ୍ରଭୁ ଆଜି କରିବାକୁ ଚାହାନ୍ତି ବର୍ତ୍ତମାନ।
ଶୁଣିଲେ ଜାଣିଲେ ଦେଖିଲେ ଆଜି ଆମେ ବାକ୍ୟ ଶୁଣୁଛୁ ଅନେକ ପୁରୁଣା ପୁରୁଣା ମଣ୍ଡଳୀ ମାନଙ୍କରେ ସବୁ ଅଛୁ ସମସ୍ତ ମଣ୍ଡଳୀ ଭିତରେ ଅଛୁ ସବୁ ଚାଲିଛି ସବୁ ନାଟ ଚାଲିଛି ମତେ ମାନେ ଯଦି ଆଜି ଆମମାନଙ୍କ ଜୀବନକୁ ଆମେ ପ୍ରଭୁ କୃଷ୍ଣ ନ ରଖିବା ତାହେଲେ ହଁ ଆସିବେ 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 କହିକି ହଠାତ୍ ଦିନେ ଆସିବେ ମୋ ପ୍ରିୟ ମାନେ କେହି ଜାଣିନୁ କେବେ ସେ ଆସିବେ ମୋ ପ୍ରିୟ ମାନେ ଦୁଇଟି ବିଷୟ କେହି ଜାଣନ୍ତି ନାହିଁ ମୋ ପ୍ରିୟ ମାନେ ଆମେ କେବେ ଯିବା ଜାଣିନାହୁଁ ସେ କେବେ ଆସିବେ ମଧ୍ୟ କେହି ଜାଣିନାହାନ୍ତି ମୋ ପ୍ରିୟ ମାନେ ଏଇ ଦୁଇଟି ବିଷୟ କେହି କହିପାରିବେ ନାହିଁ କହିପାରିବେ ନାହିଁ ମୋ ପ୍ରିୟ ମାନେ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ କେହି କହିପାରିବେ ନାହିଁ ଦୁଇଟି ବିଷୟ ଆମେ କେବେ ଯିବା ଆମେ ଜାଣିନାହୁଁ ସେ କେବେ ଆସିବେ ମଧ୍ୟ ଆମେ ଜାଣିନାହୁଁ ମୋ ପ୍ରିୟ ମାନେ ତେଣୁ ଆମ ଜୀବନକୁ ପ୍ରସ୍ତୁତ ରଖିବାକୁ ପଡିବ କାରଣ ସେ ଶୀଘ୍ର ଆସୁଅଛନ୍ତି ମୋ ପ୍ରିୟ ମାନେ ସେ ଆସୁଅଛନ୍ତି ନିଶ୍ଚୟ ଆସିବେ ମୋ ପ୍ରିୟ ମାନେ କାରଣ ସେ ଜୀବିତ ପରମେଶ୍ୱର ଅଟନ୍ତି ଜୀବିତ ଅଟନ୍ତି ସେ ତାଙ୍କର ପ୍ରତିଜ୍ଞା ଅଟଳ ଅଟେ ସେ ନିଶ୍ଚୟ ଆସିବେ ଆଉ ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ଆସିବେ ମୋ ପ୍ରିୟ ମାନେ ଆମମାନଙ୍କ ଜୀବନକୁ ଆମେ ପ୍ରଭୁଙ୍କ ସହିତ ରଖିବା ଉଚିତ ଦର୍ଶନ ଦେବେ ମୋ ପ୍ରିୟ ମାନେ ଶେଷରେ ଆଉ ଗୋଟେ ପଦ ପଢିବା ଗୀତ ସଂହିତା ତାର 98 ପର୍ବ 9 ପଦ ପଢନ୍ତୁ ଆମେନ୍ ହାଲେଲୁୟା ଆସ ମାନେ ଗୀତ ସଂହିତା 98 9 ପଦ ପଢି ସମ୍ମୁଖରେ ଗାନ କରନ୍ତୁ କାରଣ ସେ ପୃଥିବୀରେ ବିଚାର କରିବାକୁ ଆସୁଅଛନ୍ତି ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀ ବର୍ଗର ବିଚାର କରିବେ ହାଲେଲୁୟା ଏଇଥିପାଇଁ ଆସୁଅଛନ୍ତି ମୋ ପ୍ରିୟମାନେ ସୁନ୍ଦର ଲେଖାଯାଏ ସଦା ପ୍ରଭୁଙ୍କ ସମ୍ମୁଖରେ ଗାନ କରନ୍ତୁ କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି ସେ ଧର୍ମରେ ଜଗତର ଓ ନ୍ୟାୟରେ ଗୋଷ୍ଠୀ ବର୍ଗଙ୍କର ବିଚାର କରିବେ ମୋ ପ୍ରିୟମାନେ ତେଣୁକରି ଆମମାନଙ୍କ ଜୀବନକୁ ଆମ ପ୍ରଭୁଙ୍କୁ ସେ ବିଚାର ଦିନ ପାଇଁ ପ୍ରସ୍ତୁତ ରଖିବାର ଅଛି ମୋର ମାନେ ଯଦି ପ୍ରସ୍ତୁତ ନ ରଖିବା ବିଚାର ସମୟରେ ଦଣ୍ଡ 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 ମୃତ୍ୟୁର ଦଣ୍ଡ ସେ ମୃତ୍ୟୁ କିଭଳି ମୃତ୍ୟୁ ଆପଣମାନେ ସମସ୍ତେ ଜାଣିଛନ୍ତି ମାନଙ୍କୁ କହୁନାହିଁ ସମସ୍ତେ ଜ୍ଞାନୀ ଗୁଣୀ ମାନେ ଆମମାନେ ଅଛୁ ତେଣୁକରି ଆମମାନଙ୍କ ଜୀବନକୁ ପ୍ରସ୍ତୁତ ରଖିବା ଏଇଥିପାଇଁ ସେ ଆସୁଅଛନ୍ତି ମୋ ମାନେ ଦ୍ୱିତୀୟ ଆଗମନ କିନ୍ତୁ ଆଜି ଅନେକ ଜନ ପ୍ରିୟମାନେ ସେ ଆଗମନ ଅପେକ୍ଷା ଅଛନ୍ତି କିନ୍ତୁ ନିଜ ଜୀବନକୁ ସଜାଡ଼ି ନାହାନ୍ତି ଯଦି ନ ସଜାଡ଼ିବା ହୁଏ ତ ହଠାତ୍ କେବେ ତାଙ୍କର ଆଗମନ ହେବ ମୋ ପ୍ରିୟମାନେ ବାକ୍ୟ ଲେଖାଯାଏ ହଠାତ୍ ଆସିବେ ସେଦିନ ଆମର ଜୀବନ କୋଉଠି ଥିବ ପ୍ରିୟମାନେ ତେଣୁ ଆସୁ ମାନେ ଏଇ ବାକ୍ୟ ପ୍ରଭୁ ଆଜି କଥା ଏଇ ପ୍ରାତଃ ସମୟରେ ପ୍ରଭୁ କଥା ହେବାକୁ ଚାହାନ୍ତି ଆମମାନେ ଅପେକ୍ଷା ରହିବା ଯୋଉମାନେ ଅପେକ୍ଷା କରିବେ ସେ ପରିତ୍ରାଣ ଦର୍ଶନ ଦେବେ ପୁଣି ଅନ୍ଧକାର ବିଷୟକୁ ଆଲୋକରେ ପରିଣତ କରିବା ପାଇଁ ଆସୁଅଛନ୍ତି ଏଇ କ୍ଷୟ ଶରୀରକୁ ଏଇ ପରିସେବଲ ବଡିକୁ ଏକ ଇମ୍ପରିସେବଲ ବଡି ଦେବା ପାଇଁ ଆସୁଅଛନ୍ତି ଆଉ ଆସିବେ ବିଚାର କରିବେ ଆମମାନଙ୍କୁ ମାନେ ଆମମାନଙ୍କ କର୍ମ ଅନୁସାରେ ଆମମାନଙ୍କୁ ଫଳ ଦେବେ ତେଣୁ ଆମମାନଙ୍କ ଜୀବନକୁ ଆମ ପାରିବାରିକ ଜୀବନକୁ ମାଣ୍ଡଳିକ ଜୀବନକୁ ଆମମାନେ ପ୍ରଭୁଙ୍କ ସହିତ ସମର୍ପିତ ଜୀବନ କାଟିବାର ଅଛି ପ୍ରଭୁ ଏ ଅଳ୍ପ ଶିକ୍ଷାରେ ଅଳ୍ପ ଚିନ୍ତାରେ ଆଶୀର୍ବାଦ କରନ୍ତୁ ପୁନର୍ବାର ପ୍ରିୟ ମଣ୍ଡଳୀକୁ ଧନ୍ୟବାଦ ଦିଏ ବୀରେନ୍ଦ୍ର ଭାଇ ପୁଣି ବୀରେନ୍ଦ୍ର ଆଜ୍ଞା ପୁଣି ଆମ କମର ଭାଇ ବିନୟ ଭାଇ ମଧୁସ୍ମିତା ଭଉଣୀ ସମସ୍ତଙ୍କୁ ପ୍ରଭୁ ଆମର ଏଲି ମଣି ପ୍ରେୟାର ପ୍ରତ୍ୟେକ ଜଣକୁ ପ୍ରଭୁ ମଙ୍ଗଳ ଦୟା ଦେଇ ଆଶୀର୍ବାଦ କରନ୍ତୁ ପ୍ରେଜ୍ ଦ ଲର୍ଡ ଧନ୍ୟବାଦ ଆମେନ୍ ଆମେନ୍ ଆମେନ୍